ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଏ। ଏହା ଶ୍ରୀକୃଷ୍ଣଙ୍କ ଜନ୍ମତିଥି। ପୁରାଣର ବର୍ଣ୍ଣନା ଅନୁସାରେ ଦେବକୀ ଗର୍ଭରୁ ଜାତ ହୋଇଥିବା ପୁତ୍ର କଂସକୁ ବଧ କରିବ ବୋଲି କଂସ ଜାଣିପାରିଥିଲା। ତେଣୁ ଦେବକୀ ଓ ବସୁଦେବଙ୍କୁ କାରାଗାରରେ ବନ୍ଦୀ କରି ରଖିଥିଲା। ସେହି କାରାଗାରରେ ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ। ଘଟଣାଚକ୍ରରେ ବସୁଦେବ ନନ୍ଦ ଘରେ ପ୍ରବେଶ କଲେ। ଶିଶୁପୁତ୍ରକୁ ସେଠାରେ ଛାଡ଼ିଦେଇ ନବଜାତ କନ୍ୟାକୁ ଆଣି ବନ୍ଦୀ ଘରେ ପହଞ୍ଚିଲେ। ଏହି ଦିନଟିକୁ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମଦିବସ ରୂପେ ପାଳନ କରାଯାଏ। କଂସକୁ ଶ୍ରୀକୃଷ୍ଣ ମାରିଥିଲେ ଏବଂ ମହାଭାରତ ଯୁଦ୍ଧରେ ପାଣ୍ଡବମାନଙ୍କୁ ବିଜୟୀ କରିଥିଲେ ମଧ୍ୟ ଶ୍ରୀକୃଷ୍ଣ। ଶ୍ରୀକୃଷ୍ଣ ଆମ ହିନ୍ଦୁମାନଙ୍କର ସର୍ବଶ୍ରେଷ୍ଠ ଦେବତା। ଶ୍ରୀକୃଷ୍ଣଙ୍କୁ ପୂଜା କଲେ ସେ ଆମର ବହୁତ ମଙ୍ଗଳ କରନ୍ତି, ଆମକୁ ଅଶେଷ ଆନନ୍ଦ ଦିଅନ୍ତି, ଆମର ଶତ୍ରୁଙ୍କୁ ବିନାଶ କରିଥାନ୍ତି। ଶ୍ରୀକୃଷ୍ଣଙ୍କୁ ପୂଜା କଲେ ମଣିଷର ଦୁଃଖ ରହେ ନାହିଁ। ଏହିପରି କଥା ଆମ ହିନ୍ଦୁ ଧର୍ମରେ ସମସ୍ତଙ୍କ ମନରେ ବିଶ୍ୱାସ ଜନ୍ମିଛି। ଦ୍ୱାପର ଯୁଗରେ ଚାରିଆଡ଼େ ପାପ ମାଡ଼ି ଯାଇଥିଲା। ଅସୁର କଂସ ସମସ୍ତ ଲୋକଙ୍କୁ କଷ୍ଟ ଦେଉଥିଲା। କଂସର ମରଣ ସମସ୍ତେ ଇଚ୍ଛା କରୁଥିଲେ। ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ରୂପରେ ଜନ୍ମ ନେଇ କଂସକୁ ମାରିବେ ବୋଲି ସମସ୍ତେ ଶୁଣିଥିଲେ। ଶ୍ରୀକୃଷ୍ଣ ଏହି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନରେ ଜନ୍ମ ହେଲେ। ଲୋକମାନଙ୍କର ଦୁଃଖ ଅଳ୍ପ ଦିନ ଭିତରେ ଦୂର ହୋଇଯିବ, ଏହିପରି ଭାବି ଲୋକମାନେ ବହୁତ ଆନନ୍ଦ ଅନୁଭବ କଲେ। ସେହି ଦିନଠାରୁ ଜନ୍ମାଷ୍ଟମୀ ଦିନକୁ ହିନ୍ଦୁମାନେ ଏକ ମହାନ ପର୍ବ ଦିନ ବୋଲି ପାଳି ଆସୁଛନ୍ତି। ଏହି ଦିନ ସବୁ ହିନ୍ଦୁଙ୍କ ଘରେ କୃଷ୍ଣ ଜନ୍ମ ହୋଇଥାନ୍ତି। ଏପରି ଭାବନା ରଖି ବୁଢ଼ାଠାରୁ ପିଲା ଯାଏ, ପୁରୁଷଠାରୁ ସ୍ତ୍ରୀ ଲୋକ ଯାଏ ସମସ୍ତେ ଏହି ବ୍ରତ ମହା ଭକ୍ତିର ସହିତ ପାଳନ କରନ୍ତି। କୃଷ୍ଣ ଭାଦ୍ରବ ମାସ କୃଷ୍ଣପକ୍ଷ ଅଧା ରାତିରେ ଜନ୍ମ ହୋଇଥିଲେ। ଏହି ଅଷ୍ଟମୀ ଦିନ ସକାଳଠାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଉପବାସ ରହିବାକୁ ପଡ଼ିଥାଏ। ଏହି ବ୍ରତଟିରେ ବାଳକୃଷ୍ଣ ବା ଆଣ୍ଠୁଆ ଗୋପାଳଙ୍କ ପିତୁଳା ବା ମୂର୍ତ୍ତିକୁ ଖଟୁଳିରେ ରଖି ପୂଜା କରାହୁଏ। ଧୂପ ଦୀପ ନୈବେଦ୍ୟ ଦିଆଯାଏ। ବାଳକୃଷ୍ଣଙ୍କୁ ଅତି ଶ୍ରଦ୍ଧାର ସହିତ ଭକ୍ତିର ସହିତ ଚନ୍ଦନ, କୁଙ୍କୁମ, ଅଗୁରୁ ଆଦି ଗନ୍ଧ ଜିନିଷରେ ମାଜଣା ବା ନିରାଜନା କରାଯାଇଥାଏ। ଏହି ଦିନ ବ୍ରତ କରୁଥିବା ଲୋକ କେବଳ ଶ୍ରୀମଦ୍ ଭାଗବତର ଗୋଟିଏ ଅଧ୍ୟାୟ ନିଶ୍ଚିତ ଭାବରେ ପଢ଼ିଥାନ୍ତି। ଭାଗବତର କୃଷ୍ଣ ଜନ୍ମ ପ୍ରସଙ୍ଗ ବା ସ୍କନ୍ଧ ପ୍ରାୟ ସମସ୍ତେ ବାଳକୃଷ୍ଣଙ୍କ ପାଖରେ ପଢ଼ନ୍ତି। କୃଷ୍ଣ ଜନ୍ମ ସ୍କନ୍ଧ ପଢ଼ିବା ପରେ ନୈବେଦ୍ୟ ବା ଫଳମୂଳ, କ୍ଷୀର ଇତ୍ୟାଦି ଭୋଗ ଲାଗି ହୁଏ। ଏହି ଭୋଗ ବା ପ୍ରସାଦକୁ ସମସ୍ତେ ଭୋଜନ କରନ୍ତି। ଏହି ବ୍ରତ ପାଳନକାରୀର ମନ ଆନନ୍ଦିତ ହୋଇଥାଏ। ସେ ଭାବେ ତା ନିଜ ଘରେ କୃଷ୍ଣ ବୋଧେ ଜନ୍ମ ହୋଇଛନ୍ତି। ତାର ସମସ୍ତ ଦୁଃଖ ଏଥର ଶ୍ରୀକୃଷ୍ଣ ନିଶ୍ଚୟ ଦୂର କରିଦେବେ। ହିନ୍ଦୁମାନଙ୍କ ପର୍ବପର୍ବାଣି ଯେ କେବଳ ଆନନ୍ଦ ପାଇବା ଉଦ୍ଦେଶ୍ୟରେ ନୁହେଁ, ଏହା ମନକୁ ଶାନ୍ତି ଦେଇଥାଏ, ଏହା ମନକୁ ଆନନ୍ଦ ଦେଇଥାଏ, ମନରେ ପବିତ୍ରତା ଜାଗ୍ରତ ହୁଏ ଏବଂ ସମସ୍ତ ପ୍ରକାର ବିଘ୍ନ ଓ ଜୀବନର ବିଭିନ୍ନ ସମସ୍ୟାକୁ ଏଡ଼େଇବା ପାଇଁ ତାହା ମନରେ ଧୈର୍ଯ୍ୟ ଆସେ, ସାହସ ଆସେ, ଶକ୍ତି ଆସେ। ତେଣୁ ଆମେ ସମସ୍ତେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଶରଣାପନ୍ନ ହୋଇ କର୍ମକ୍ଷେତ୍ରରେ ଆଗକୁ ବଢ଼ିବା, ଏହି ଚିନ୍ତାଧାରା ସହିତ ଏଇଠି